ଯାହା କୁହ ଭାଇମାନେ ଖେଳ ନ ଖେଳିଲେ ଟିକେ ଉପରଓଳି ଟାଇମ୍ରେ ସାଙ୍ଗସାଥିମାନଙ୍କ ସହ ମିଶିକିନା ଯାହା ବି ଖେଳ ହଉ କ୍ରିକେଟ୍ ହଉ ଫୁଟବଲ୍ ହଉ ସିଜିନ୍ ଅନୁଯାୟୀ ଯାହା ଖେଳ ହଉ ଉପରଓଳି ନ ଖେଳିଲେ ଟିକେ ଭଲ ଲାଗେନି। ପୁଣି ଗାଁରେ ଥିବା ଟାଇମ୍ରେ ତ ଆମର ଫୁଟବଲ୍ ପଡ଼ିଆ ଅଲରେଡ଼ି ଆପଣ ଦେଖିଥିବେ କାମ ଫାମ ବାର ଫାର ପୋତା ହେଇଥିଲା ଗୋଟେ ଦିନ। ତାର ଆଜି ଆମର ବାକି ଥିଲା ଗାର ଟାଣିବାର। ପୁଣି ଆମର ପିଲାମାନେ ଡିମାଣ୍ଡ କରୁଛନ୍ତି କୁରିଆ ହଉ। କୁରିଆରେ ବର୍ଷା ପାଣି ହେଲେ ଟିକେ ରେଷ୍ଟ ନେବେ ତ ଯାହା ତାପରେ ଅଲଗା କାର୍ଯ୍ୟକ୍ରମ ବି ହେବ। ତ ଆଜି ଆମର ପୂଜାପୂଜି କରାହେଲା। ତ କାଲି ନା ଆମର ସମସ୍ତଙ୍କୁ ବୁଲି ଟୀକା ମାରୁଛନ୍ତି। ୟା ପୂର୍ବ ବର୍ଷ ସେ ଫାଇନାଲ ନେଇଯାଇଥିଲେ ନା। ଆଉ ତମ ଭାଇ ତ ରେଡ଼ି ହେଇଗଲେ ଗୋଟେ ମ୍ୟାରେଜ ରିସେପସନ୍କୁ ଯିବା ପାଇଁ। ହିରୋ ଲାଗୁନି? ଆରେ ମୁଁ ଆମ ସାଙ୍ଗସାଥିମାନଙ୍କୁ ଧରିକି ଆମେ ପହଞ୍ଚି ଗଲୁ ରିସେପସନ୍ ପାର୍ଟିଠିକି। ଏତେ ଜାମରେ ଭାଇ ଏତେ ଗରମ ହେଉଛି ବିଶ୍ୱାସ କରିବେନି, ଏତେ ଗରମ ହେଉଥିଲା ମାନେ ରିଗିରିଗିଆ ପାଗ ଯେଉଁ ଅଣସର ଗୁଳି କହନ୍ତିନି। ତାର ଆମେ ଷ୍ଟେଜକୁ ସବୁ ଚଢ଼ିଗଲୁ, ଗିଫ୍ଟ ଫିଫ୍ଟ ଦେଇକିନା ଆମେ ଆସିଲୁ ଭାରି। ଏଇ ମହାଶୟ ସବୁବେଳେ ଆଗ ଖାଇଦେବ, ଖାଇକିନା ପଳେଇବ। ତାପରେ ଇଏ ତ ଧରିଛି ଚିକେନ ଏରାକ କ'ଣ ଯେ କହିଲା ଏରା ଭଲ ଲାଗୁନି। ତାର ପିଲା ଆମର ସବୁ ଖାଇବା ସହିତ ପୁରା ପଳେଇଲା। ଆଉ ଏଇ ମହାଶୟ ଜଣକ ଆଗ ଗଲା କ'ଣ ଖାଇବେ କ'ଣ ହଉ କି ନ ହଉ ସେ ସମସ୍ତଙ୍କୁ ପୁରା ଗୋଷ୍ଠୀ କରନା ଖାଇବେ। ତାପରେ ଦେଖ ମାନେ ଏତେ ସିନିୟର ସିଟିଜନକୁ କହିଲେ ଦେଖ ମାନେ ସେ ଗୋଟେ କମେଡ଼ି ତାଙ୍କର କରୁଛନ୍ତି। ତାର ଆମର ଫଟୋ ଫୁଟା ସୁଟ୍ ସରିଲା, ଆମର ପିଲାମାନେ ସବୁ ଫଟୋ ଫୁଟା ଟିକେ ଉଠିଲୁ। ତାର ଫଟୋ ଫୁଟା ଉଠିକିନା ଆମେ ତାର ବାହାରି ପଡ଼ିଲୁ ପୁରା ସାଲନାଟେ ଦେଖ ସାଲନା ହେଇନା ପୁରା ବାହାରି ପଡ଼ିଲୁ। ମୋ ସାଙ୍ଗ ତ ପୁରା ସେ ସଡ଼ୁ ମୋର ପୁରା ହ୍ୟାଣ୍ଡସମ୍ ଦେଖାଯାଉଛି। ତ ଘରକୁ ଯିବା।